ଜଗନ୍ନାଥ ନମସ୍କାର। ଆଜିର ରାଜନୀତି ଯେଉଁ ଟାଇପ୍ର ହେଲାଣି, ଆପଣମାନେ ସମସ୍ତେ ରାଜନୀତି ଶିଖିବା ଦରକାର। କାହିଁକି ଆପଣଙ୍କ କଥା କହୁଛି ନା, ରାଜନୀତି ଖରାପ ନୁହେଁ। ରାଜନୀତି ଖରାପ ନୁହେଁ, କିନ୍ତୁ ଯେଉଁ ଗାଁ ମାନଙ୍କରେ ଯେଉଁ ଅଛନ୍ତି ସବୁ ଆଉ ପୁଞ୍ଜି ନେତା ଅଛନ୍ତି, ଭାଇ ଭାଇ ଭିତରେ ଗାଁ ଭିତରେ କଳିଝଗଡ଼ା କରୁଛନ୍ତି। ତାହାର ଅର୍ଥ ହେଲା, ଯଦି ଭାଇ ଭାଇ ଭିତରେ କଳି ହେଲା, ଗାଁ ଭିତରେ କଳି ହେଲା, ରାଜନୀତିରେ ଯେଉଁ ପୁଞ୍ଜି ନେତା ମାନେ ଅଛନ୍ତି ସେଇମାନଙ୍କର ଲାଭ। କାରଣ ତାଙ୍କର ଫାଟ ହେଲେ ବହୁତ ଫାଟିବ, ତାଙ୍କର ଲାଭ। ଆଉ ଗୋଟେ କଥା କହୁଛି, ହେଲା ରାଜନୀତି ପ୍ରତ୍ୟେକ ଲୋକ କରିବା ଦରକାର। ତା ମାନେ ନୁହଁ ଯେ ଆପଣ ରାଜନୀତି କରିବେ ବୋଲି କାହା ପଛରେ ବାଇକ୍ ଧରିକି ରାଲି କରିବେ, ସେ ରାଜନୀତି ନୁହଁ। ତମର ଯେଉଁ କାମ କରୁଛ କରିବ, ନିହାତି ରାଜନୀତି ବିଷୟରେ ଟିକେ ଜାଣିବା ଦରକାର, ଆଉ ରାଜନୀତି ବି କରିବା ଦରକାର। ରାଜନୀତି କେଉଁ ଟାଇମ୍ରେ କରିବ, ଯେତେବେଳେ ରାଜନୀତି ଟାଇମ୍ ଆସିବ, ଭୋଟ୍ ଆସିବ। ଆଉ ତମ ରାଲିକି ଯିବା ଦରକାର ନାହିଁ, କି କାହାକୁ ତେଲ ମାରିବାକୁ ଯିବା ଦରକାର ନାହିଁ। କାହିଁକି କହୁଛି ରାଜନୀତି କରିବା ଦରକାର? ଯେଉଁଟା ଭଲ କାମ ସେଇଟାକୁ ଆପଣ ପ୍ରଚାର କରିବେ, ଯେଉଁଟା ଦେଶ ପାଇଁ ହିତକାର ସେଇଟାକୁ ପ୍ରସାର କରିବେ। ସେଇଟା ପ୍ରସାର କଲେ କ'ଣ ହେବ, ଠିକ୍ ଲୋକ ନ୍ୟାୟ ପାଇବେ, ଭୋଟ୍ ପାଇବେ। ଆଉ କିଛି କହନ୍ତି ଯେ ରାଜନୀତିରେ ଲାଭ ନାହିଁ, ତ ଆପଣଙ୍କୁ ଦୃଢ଼ତାର ସହ ରାଜନୀତି ସମସ୍ତେ କରିବା ଦରକାର। ତା ମାନେ ନୁହେଁ ଆପଣ ନିଖିମାଇକି ରାଜନୀତି କରିବେ, ନା। ଆପଣ ଅଫିସ୍ ଯାଆନ୍ତୁ, ଅଫିସ୍ ଯାଅ, କାମ କରୁଛନ୍ତି, କାମ କରନ୍ତୁ, କିନ୍ତୁ ଯେଉଁଟା ଭଲ କୃଷକ ପାଇଁ କାମ କରିବ ସେଇ ଜିନିଷଟା ସବୁବେଳେ ସନ୍ଦେଶ ଦିଅନ୍ତୁ। ମୁଁ ଆପଣଙ୍କୁ ଗୋଟିଏ କଥା କହୁଛି, ମୋ ଭାରତ ଯେତେ ଭଲ କାମ କଲେ ବି ଲୋକମାନେ ଏଠି ଚୋରକୁ ବି ଜିତେଇ ଦିଅନ୍ତି ଭୋଟ୍ ଦେଇ। ଆଉ ଚୋର ଯଦି ଜିତିଗଲା, ଅବସ୍ଥା ଯାହା ହେବ ଆପଣ ଜାଣିଥିବେ। ସେଇ ମାନସିକତାଟା ମୁଣ୍ଡକୁ ବାହାରିବା ଦରକାର। ଯଦି ମୁଁ ଏଇଟା ଭୁଲ କହୁଛି, ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ, ନାଇଁ ଭାଇ ଏଇଟା ଭୁଲ କହୁଛ। ରାଜନୀତି ପ୍ରତ୍ୟେକ ଲୋକ ଜାଣିବା ଦରକାର। ଆଜି ଗୋଟେ ସୋସିଆଲ ମିଡ଼ିଆ ହେଲା, ଆଜି ଯେଉଁ ଓଡ଼ିଶାରେ ପରିବର୍ତ୍ତନ ହେଇଛି, କେବଳ ଓଡ଼ିଶାବାସୀଙ୍କ ଯୁବ ଶିକ୍ଷିତ ଲୋକଙ୍କ ପାଇଁ ହେଇଛି। କାରଣ ବହୁତ ଲୋକ ଆଲୋଚନା କଲେ ଗୋଟେ ଥର ପରିବର୍ତ୍ତନ କରିବା, ଗୋଟେ ଥର 5 ଥର କର, ପ୍ରତି 5 ବର୍ଷରେ ଚେଞ୍ଜ କରିବା ଦରକାର। ନେତା ଦେଖି ଭୋଟ୍ ଦେବା ଦରକାର। ରାଜନୀତି ସମସ୍ତେ କରିବାକୁ ପଡ଼ିବ, ସମସ୍ତେ ଦିନ ଅନୁରୋଧ, ସମସ୍ତେ ରାଜନୀତି କରନ୍ତୁ। ଗାଁରେ ଝଗଡ଼ାଝାଟି କାହାକୁ ଦେଖେଇକି କହିବ କି ଆମ ପାର୍ଟି ଜିତିଗଲା, ଆମେ ଯାଇକି କାହାକୁ ଦେଖେଇକି କହିବା କି ହେ କହିବା, ସେଇଟା ରାଜନୀତି ନୁହଁ। ରାଜନୀତି ତମେ ଜିତିଲ, ତମର ଅଟେ ବସିବ, ଲୋକଙ୍କର କାମ କରିବ, କ'ଣ କାମ ହେଉଛି ଦେଖିବେ। ଯଦି ମୁଁ ଜିତିଗଲି, ସେପଟେ ହାରିଗଲେ ସେ ପିଲା, ସେପଟେ ବସିଥିବେ, ମୁଁ ତାକୁ ଦେଖେଇକି କହିବି ହାରିଗଲ, ଇଏ ହେଲା, ସିଏ ହେଲା, ଆଡ଼ୁ ସାଡ଼ୁ କହିବା ଲାଭ କ'ଣ? ଟଙ୍କା ଘରେ ବି ଲାଭ ନାହିଁ, ସବୁ ଲସ୍। ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ, ସମସ୍ତେ ରାଜନୀତି ବିଷୟରେ ଟିକେ ଜାଣିବାକୁ ଚେଷ୍ଟା କରନ୍ତୁ। ଯେଉଁ ଦଳ ହଉ, ସେ ଦଳ ଦେଶ ପାଇଁ, ଓଡ଼ିଶା ପାଇଁ, ଗାଁ ପାଇଁ ଆଉ ଆଇନ ପାଇଁ କ'ଣ କାମ କରୁଛି ସେଇଟାକୁ ଆପଣ ଲକ୍ଷ୍ୟ ରଖନ୍ତୁ। ଆଉ କିଏ ଆସବ ଇଲେକ୍ଟ୍ରିକ୍ ବିଲ୍ ଛାଡ଼ କରିଦେବି, ଚାଉଳ 5 କିଲୋ ଜାଗାରେ 6 କିଲୋ ବଢ଼େଇ ଦେବି,
ଧାନ ମିଲ୍ ବଢ଼େଇ ଦେବି, ଭତ୍ତା ବଢ଼େଇ ଦେବି, ସେ ଜିନିଷରେ ସେଇଟା ନୁହଁ, ସେଇଟା ଅଟୋମେଟିକ୍ ବଢ଼ି ଚାଲିବ ସିଷ୍ଟମ୍ ଅନୁସାରେ। ଏ ଭତ୍ତା ଚାଉଳ କି ଦରମା ଏରା ସିଷ୍ଟମେଟିକ୍ ଦେଶ ଯେତେ ଆଗକୁ ଯିବ ସେ ଅନୁସାରେ ସେ ବଢ଼ିଯିବ, ରେଟ୍ ବି ବଢ଼ିଯିବ। କିନ୍ତୁ ଆମ ମାଇଣ୍ଡ ଭିତରେ ଯେଉଁ ଧାରଣାଟା ଅଛି ସେ ଧାରଣାଟା ଚେଞ୍ଜ ହେବା ଦରକାର। କି ରାଜନେତାମାନେ ଲୁଟିକି ଖାଇଛନ୍ତି। ଆପଣମାନେ ସମସ୍ତେ ରାଜନୀତି ବିଷୟରେ ଜାଣିବା ଦରକାର। ରାଜନୀତି କୌଣସି ଖରାପ ନୁହେଁ। ସମସ୍ତେ କୁହନ୍ତି ରାଜନୀତି ଯାଆ ନା ଇଏ ନା, ତମେ ଯିବା ଦରକାର ନାହିଁ। ତମେ ଯେଉଁ କାମ କରୁଛ, ଘର ଦୋକାନ କରୁଛ କି କାମ କରୁଛ କର, କିନ୍ତୁ ରାଜନୀତି ନିହାତି ଜାଣିବା କଥା। ଉପଯୁକ୍ତ ଲୋକକୁ ଭୋଟ ଦେଇ ଜିତେଇବାର ଆପଣ ଟିକେ ସହଯୋଗ କରିବେ, ଲୋକ ପରିବର୍ତ୍ତନ ହେବେ। ରହୁଛି, ଯଦି ଆପଣଙ୍କୁ ଏଇ କଥାଟା ଭଲ ଲାଗୁଛି ଲାଇକ୍ ଗୋଟେ କରିବେ, ସବସ୍କ୍ରାଇବ୍ ଗୋଟେ କରିବେ। ଜୟ ଜଗନ୍ନାଥ, ନମସ୍କାର।